ସୁଯୋଗ ଦେଲେ ତାଙ୍କ ଉପସ୍ଥିତିରେ ଆସି ତାଙ୍କୁ ଆରାଧନା କରିବା ନିମନ୍ତେ ପବିତ୍ର ବାଇବଲରୁ କିଛି ଶିଖିବା ନିମନ୍ତେ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କଲେ କରୁଅଛନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ହାଲେଲୁୟା। ତେବେ ଆସନ୍ତୁ ମୋ ପ୍ରିୟମାନେ, ଆଉ ଆଜିର ଚିନ୍ତା ନିମନ୍ତେ ଆମେ ସମସ୍ତେ ପଢିବା, ଜାଗ୍ରତ ହେବା। ଆଲି ପ୍ରେୟାର ଟିମ୍ କୁ ମୁଁ ଧନ୍ୟବାଦ ଦଉଛି, ଆଉ ବୀରେନ୍ଦ୍ର ଆଜ୍ଞାଙ୍କୁ, ଆମଙ୍କ ରାହୁଲ ଆଜ୍ଞାଙ୍କୁ, ମାଧୁସ୍ମିତା ଦିଦିଙ୍କୁ, ଆଉ ଯେତେ ଜଣ ବି ଅଛନ୍ତି ଆଉ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦଉଛି। ପୁନର୍ବାର ଆପଣମାନେ ମତେ ସୁନ୍ଦର ସୁଯୋଗ ଦେଲେ। ଆସନ୍ତୁ ବାକ୍ୟର ଆଲୋକରୁ ପୁନର୍ବାର ଆମେ ନିଜ ଜୀବନକୁ ପରଖିବା, ଜାଣିବା, ଉତ୍ସାହିତ ହେବା, ରିପେୟାର ହେବା, ପ୍ରିପେୟାର ହେବା ପ୍ରଭୁଙ୍କର ଆଗମନ ପାଇଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆସୁ ମୋ ପ୍ରିୟମାନେ, ଆଜିର ଧ୍ୟାନ ନିମନ୍ତେ ଆମେ ଖୋଲିବା ଏଫେସିୟ 5 ତାର 1 ଆଉ 2। ଏଫେସିୟ 5 ତାର 1 ଆଉ 2 এই ଜଣେ ସ୍ପଷ୍ଟ ଭାବରେ ପଢିବା ପାଇଁ ସାହାଯ୍ୟ କରିବେ। ଅତଏବ ପ୍ରିୟ ସନ୍ତାନ ମାନଙ୍କ ପରି ଈଶ୍ୱରଙ୍କ ଅନୁକାରୀ ହୁଅ, ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ପ୍ରେମ କଲେ, ପୁଣି ଆମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ୱରୂପେ ଆପଣାକୁ ଉତ୍ସର୍ଗ କଲେ, ସେହିପରି ପ୍ରେମରେ ଆଚରଣ କର। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଏ ଯାଏ ଈଶ୍ୱରଙ୍କର ବାକ୍ୟ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ବୁଝିବା ପାଇଁ ଆମ ସମସ୍ତଙ୍କର ଆତ୍ମିକ କର୍ଣ୍ଣ ହୃଦୟ ଖୋଲି ଦିଅନ୍ତୁ। ହାଲେଲୁୟା। ତ ମୋ ପ୍ରିୟମାନେ, ଏ ପ୍ରଭାତ ସମୟରେ ଆମେ ଦେଖୁଛୁ ଏଫେସିୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର ତାର 5, 1 ଆଉ 2 ସ୍ପଷ୍ଟ ଭାବରେ ଗୋଟେ ବିଷୟ ଲେଖା ହେଇଛି। ଅତଏବ ପ୍ରିୟ ସନ୍ତାନ ମାନଙ୍କ ପରି ଈଶ୍ୱରଙ୍କର ଅନୁକାରୀ ହୁଅ। ଈଶ୍ୱରଙ୍କର ଅନୁକାରୀ ହୁଅ। ମୋ ପ୍ରିୟମାନେ, ବାଇବଲରେ ମନୁଷ୍ୟକୁ କି ପ୍ରକାର ଭାବରେ ନିର୍ମାଣ କରାଗଲା ଆମେ ସମସ୍ତେ ଜାଣିଛୁ ଯେ ମନୁଷ୍ୟକୁ ପ୍ରଭୁ ଆପଣା ପ୍ରତିମୂର୍ତ୍ତି ଏବଂ ସାଦୃଶ୍ୟରେ ନିର୍ମାଣ କଲେ। ପ୍ରେଜ୍ ଦ ଲର୍ଡ। ନିଜ ପରି ନିର୍ମାଣ କଲେ, ଫୁଙ୍କ ଦେଲେ, ଆଉ ଜୟ ଜୀବନ, ଯାହାକୁ ZOE ଜୟ ବୋଲି କଲେ, ଅନନ୍ତ ଜୀବନର ଆତ୍ମା ବା ସ୍ୱୟଂ ଈଶ୍ୱରଙ୍କର ଆତ୍ମା ତାଙ୍କ ମଧ୍ୟରେ ପ୍ରବେଶ କଲେ। ପ୍ରେଜ୍ ଦ ଲର୍ଡ। ଆଉ ମନୁଷ୍ୟ ଗୋଟେ ଜୀବିତ ପ୍ରାଣୀ ହେଲା, ଈଶ୍ୱରଙ୍କର ସଦୃଶ ହେଲା, ଈଶ୍ୱରଙ୍କ ପରି ଚିନ୍ତା କଲା, ଈଶ୍ୱରଙ୍କ ପରି କାର୍ଯ୍ୟ କଲା। ଈଶ୍ୱର ନିଜ ସ୍ୱରୂପେ ମନୁଷ୍ୟକୁ ନିର୍ମାଣ କଲେ, ଆଉ ତାର ପ୍ରତ୍ୟେକ ଆକ୍ଟିଂ, କଥାବାର୍ତ୍ତା ସବୁ ବିଷୟ ଆଉ ଶୁଦ୍ଧ ଥିଲା, ପବିତ୍ର ଥିଲା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସେଥିପାଇଁ ଆମେ ଦେଖୁଛୁ ପାପ ଜଗତରେ କି ପ୍ରକାର ଭାବରେ ଆସିଲା, କଣ ସବୁ ବିଷୟ ଆମେ ଜାଣିଛୁ। କିନ୍ତୁ ଏଇ ସ୍ଥାନରେ ପ୍ରେରିତ ପାଉଲ କଣ କହୁଛନ୍ତି? ଏଇ ନୂତନ ନିୟମର ଯୁଗରେ, ନୂତନ ନିୟମର ଯୁଗରେ ଲେଖା ହେଇଛି, ଅର୍ଥାତ ପ୍ରିୟ ସନ୍ତାନ ମାନଙ୍କ ପରି, ସନ୍ତାନ ମାନଙ୍କ ପରି। କାହାର ସନ୍ତାନ? ଈଶ୍ୱରଙ୍କର ସନ୍ତାନ। ପ୍ରେଜ୍ ଦ ଲର୍ଡ। କାରଣ ଜଗତ ଆମମାନଙ୍କୁ ଜନ୍ମ ଦେଇନାହିଁ, ଆମେ ପୁନର୍ଜନ୍ମ ପ୍ରାପ୍ତ ହେଇଅଛୁ। ଆମେ ସମସ୍ତେ ନିକୋଦିମଙ୍କ ବିଷୟରେ ଜାଣିଅଛୁ ଯେ କି ପ୍ରକାର ଘଟଣା ଆଉ ଯୀଶୁଙ୍କ ସହିତ ଘଟିଲା। ପ୍ରେଜ୍ ଦ ଲର୍ଡ। ମନୁଷ୍ୟ ଯଦି ପୁନର୍ଜନ୍ମ ନ ହୁଏ, ମୋ ପ୍ରିୟମାନେ, ଜଗତ ଦ୍ୱାରା ଆମେ ଜନ୍ମ ହେଇନାହୁଁ। ଯଦି ଜଗତ ଦ୍ୱାରା ଜନ୍ମ ହେଇଥାନ୍ତୁ ତାହେଲେ ଆମେ ଆଜି এই গুগল মিটରେ ବସି ନଥାନ୍ତୁ। ଯଦି ଜଗତ ଦ୍ୱାରା ଆମେ ଜନ୍ମ ହେଇଥାନ୍ତୁ ତାହେଲେ ଆଜି ଆମେ ଖ୍ରୀଷ୍ଟଙ୍କୁ ପାଇନଥାନ୍ତୁ। କିନ୍ତୁ ମୋ ପ୍ରିୟମାନେ, ଆମେ ଖ୍ରୀଷ୍ଟଙ୍କ ଠାରୁ ଜାତ ହୋଇଅଛୁ। ସେଥିପାଇଁ ପ୍ରେରିତ ପାଉଲ ଗୋଟେ ନିଗୁଡ ବିଷୟ ଲେଖୁଅଛନ୍ତି, ଅତଏବ ପ୍ରିୟ ସନ୍ତାନ ମାନଙ୍କ ପରି। ହାଲେଲୁୟା। ମୋ ପ୍ରିୟମାନେ, ପ୍ରିୟ ସନ୍ତାନ ମାନଙ୍କ ପରି ଈଶ୍ୱରଙ୍କର ଅନୁକାରୀ ହୁଅ। Follow the rule of God. Follow the characteristics of God. ପରମେଶ୍ୱରଙ୍କର ଚରିତ୍ର ଆମର ଚରିତ୍ର ଅଟେ।
परमेश्वरଙ୍କର स्वभाव ଆମ ମାନଙ୍କର स्वभाव ଅଟେ परमेश्वरଙ୍କର ଓ ହାଲେଲୁୟା ପ୍ରତିଟି ଶକ୍ତି ଆମ ମାନଙ୍କ ମଧ୍ୟରେ ଅଛି ଯେହେତୁ ସେ ଆମ ମାନଙ୍କୁ ଜନ୍ମ ଦେଇଅଛନ୍ତି ସେଥିପାଇଁ ତଳେ ଲେଖା ହଉଛି 2ରେ ଖ୍ରୀଷ୍ଟ ଯେପରି ତୁମ ମାନଙ୍କୁ ପ୍ରେମ କଲେ ହାଲେଲୁୟା ଆମମାନେ ଖ୍ରୀଷ୍ଟଙ୍କର ପ୍ରେମ ଜାଣିଅଛୁ ମୋ ପ୍ରିୟମାନେ ଖ୍ରୀଷ୍ଟ କଣ କଲେ ମୋ ଜୀବନ ପାଇଁ Have you ever considered yourself in this morning time ए प्रभात ସମୟରେ ଯେ what Christ have done for me ମୋ ପାଇଁ ଖ୍ରୀଷ୍ଟ କଣ କଲେ ସାନରୁ ବଡ଼ ସମସ୍ତଙ୍କୁ ମୁଁ ମଧ୍ୟ ଆଜି ପ୍ରଶ୍ନ ନିଜକୁ ପଚାରୁଛି ବେଳେବେଳେ ଆମେ ଭୁଲି ଯାଉଛୁ ବେଳେବେଳେ ଆମେ ଭାବୁଛୁ ହଁ ମୋ ଖ୍ରୀଷ୍ଟିଆନ ଖ୍ରୀଷ୍ଟ ମୋ ପାଇଁ ଏମିତି କରୁଛନ୍ତି ସେମିତି କରୁଛନ୍ତି ମୋ ପ୍ରିୟ ମାନେ we have to be serious about this matter এই বিষୟରେ ଆମେ ଗମ୍ଭୀର ଭାବରେ ଆଲୋଚନା କରିବାକୁ ପଡିବ ଯେ ବାସ୍ତବରେ ଖ୍ରୀଷ୍ଟ ମୋ ପାଇଁ କଣ କରିଅଛନ୍ତି ତାଙ୍କର ପ୍ରେମ କଣ ଅଟେ ତାଙ୍କ ପ୍ରେମର ଗଭୀରତା ପ୍ରସ୍ତ ଉଚ୍ଚତା ଚଉଡ଼ା ଚାବି କଣ ଅଟେ ତାଙ୍କ ପ୍ରେମ ମୋର ଜୀବନ ପାଇଁ କଣ ମାୟନେ ରଖୁଛି ସେ କି ପ୍ରକାର ପ୍ରେମରେ ମତେ ପ୍ରେମ କଲେ ହାଲେଲୁୟା unconditional love ତାଙ୍କ ପ୍ରେମରେ ସ୍ୱାର୍ଥ ନଥିଲା ଏବେ ବି ନାହିଁ ସେ ମୁଖ ଅପେକ୍ଷା କରନ୍ତି ନାହିଁ ସେ ସ୍ୱାର୍ଥ ଚେଷ୍ଟା କରନ୍ତି ନାହିଁ ସେ ସମସ୍ତଙ୍କୁ ପ୍ରେମ କରନ୍ତି ପ୍ରିୟମାନେ ତାଙ୍କ ପ୍ରେମ ଆଜି ଆମ ମାନଙ୍କର ଜୀବନରେ ଆସିଅଛି praise the Lord ହାଲେଲୁୟା ବାଇବଲରେ ଲେଖା ହେଇଛି କଣ ଲେଖା ହେଇଛି ଖ୍ରୀଷ୍ଟ ଯେପରି ତୁମ ମାନଙ୍କୁ ପ୍ରେମ କଲେ ପୁଣି ଆମମାନଙ୍କ ନିମନ୍ତେ ଈଶ୍ୱରଙ୍କର ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ୱରୂପେ ଆପଣାକୁ ଉତ୍ସର୍ଗ କଲେ ସେହିପରି ପ୍ରେମରେ ଆଚରଣ କର what a word କେଡ଼େ ମହାନ ବାକ୍ୟ ସେଇ ପ୍ରକାର ପ୍ରେମରେ ଆଚରଣ କର ମୋ ପ୍ରିୟମାନେ ମୁଁ ଯେତେବେଳକୁ କାଲି ଜଷ୍ଟ ଧ୍ୟାନ କରୁଥିଲି ମୁଁ କାଲି ବହୁତ ବିଜି ଥିଲି ଆଉ ଏତେ ପ୍ରିପେୟାର ମଧ୍ୟ ମୁଁ ହେଇପାରି ନଥିଲି କାହିଁକିନା କାଲି ବହୁତ ମାନେ ସାରା କାମ ଥିଲା ଆଉ ଯେତେବେଳକୁ ମୁଁ ପ୍ରିପେୟାର ପାଇଁ ମୁଁ କାଲି ବସିଲି ଆଉ ମତେ ବହୁତ ବଢିଆ ଲାଗୁଥାଏ ମୁଁ ପ୍ରଭୁଙ୍କୁ ପଚାରିଲି ଯେ ପ୍ରଭୁ ଆଉ କଣ ମୁଁ ପ୍ରଚାର କରିବି ତୋ ବାକ୍ୟ ମୁଁ କଣ କହିବି ଆଉ ପ୍ରଭୁ ମତେ ବହୁତ ସୁନ୍ଦର ଭାବରେ ଆଉ କହିଲେ କି how to lead a good loving Christian life ଗୋଟେ ଉତ୍ତମ ପ୍ରେମିକ sacrificial Christian life ଆମେ କେମିତି ବଞ୍ଚିବା ଆଉ ଯୋଉ ପର୍ଯ୍ୟନ୍ତ ସେ ଜୀବନ ମୁଁ ବଞ୍ଚିବି ନାହିଁ ମୋର ଖ୍ରୀଷ୍ଟିଆନ ଜୀବନ ଫିକା ପଡିଯିବ ମୋର ଖ୍ରୀଷ୍ଟିଆନ ଜୀବନ ଥଣ୍ଡା ପଡିଯିବ ଏବଂ ମତେ ମଧ୍ୟ ସେଇ ବାକ୍ୟ ପ୍ରଯୁଜ୍ୟ ହବ ଯେ ହେ ନିଦ୍ରିତ ଜାଗ এই বাক্য মধ্যে লাগু হব যে তুমি মানে নামক জীবিত মাত্র প্রকৃত মৃত ଆଉ ଭିତ୍ତିମୂଳର ବାକ୍ୟ ଜାଣି ନାହିଁ ମୁଁ ଠିକରେ ଆଚରଣ କରୁନାହିଁ ମୁଁ ଗୋଟେ ଖଳ କରି ମୋ ଜୀବନରେ ବଞ୍ଚୁଛି କାରଣ ପ୍ରେମ ମୋ ଜୀବନରେ ନାହିଁ ଖ୍ରୀଷ୍ଟ ଯେପରି ପ୍ରେମ କଲେ ମୁଁ ମଧ୍ୟ ସେ ପ୍ରକାର ପ୍ରେମ କରିବା ଆବଶ୍ୟକତା ରହିଛି ହାଲେଲୁୟା ମୋ ପ୍ରିୟମାନେ ଯଦି ଆମେ ଖୋଲିବା ଗୋଟେ ବାକ୍ୟ ମାନେ ଖୋଲିବା ପ୍ରଥମ କରନ୍ତୀୟ 13 ଆଉ ସମସ୍ତେ ଆମେ ଜାଣିଛୁ ଏ ବାକ୍ୟ ବହୁତ ସୁନ୍ଦର ବାକ୍ୟ ଏଠି ପ୍ରେରିତ ପାଉଲ କଣ କହୁଛନ୍ତି ମୁଁ ଆପଣଙ୍କୁ କହିବା ପାଇଁ ଚାହୁଁଛି ପ୍ରଥମ କରନ୍ତୀୟ 13 ଆଉ 13ଟା ପଦ ସେଇ ସ୍ଥାନରେ ଅଛି ପ୍ରେଜ୍ ଦ ଲର୍ଡ ହାଲେଲୁୟା ଆଉ এই ସ୍ଥାନରେ କଣ ବୋଲି ଲେଖା ହେଇଛି ପ୍ରଥମ ପଦରେ ଲେଖା ହେଇଛି ଯଦି ମୁଁ ମନୁଷ୍ୟ ମାନଙ୍କ ଓ ଦୂତ ମାନଙ୍କ ଭାଷାରେ କଥା କହେ କିନ୍ତୁ ମୋର ପ୍ରେମ ନଥାଏ ଟିକେ ନୋଟ କରିବା ତେବେ ମୁଁ ଶବ୍ଦକାରକ ଘଣ୍ଟା କିମ୍ବା
ଝମଝମ ଶବ୍ଦକାରୀ କରତାଳ ସ୍ୱରୂପ ହୋଇଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୋ ପ୍ରିୟ ମାନେ, ମୋର ଆତ୍ମିକ ଜୀବନ ବଢୁଛି ମୁଁ ସତ, କିନ୍ତୁ ପ୍ରେମରେ ମୁଁ ବଢିବାର ଅଛି। A Christian life should be a practical life, ବହୁତ practical life। ମୁଁ ଖାଲି ବାକ୍ୟ ପଢିବି, ଶୁଣିବି, ବିଶ୍ୱାସରେ ବଢିବି, ଇଟ୍ସ ଓକେ, କିନ୍ତୁ ପ୍ରାକ୍ଟିକାଲି ମୁଁ ଅନ୍ୟମାନଙ୍କୁ ପ୍ରେମ କରୁଛି କି ନା? ମୋ ମଧ୍ୟରେ ଛଳନା ଅଛି, ମୋ ମଧ୍ୟରେ କପଟ ଅଛି, ମୁଁ ବାହାରେ କିଛି ଭିତରେ କିଛି ରଖିଛି, ମୋ ସାମ୍ନାରେ କିଛି ଆଉ ପଛରେ କିଛି କହୁଛି। ମୋ ପ୍ରିୟ ମାନେ, ବହୁତ ଜାଗ୍ରତର ସହିତ ଆମମାନେ ଖ୍ରୀଷ୍ଟିଆନ ଜୀବନ ଯାପନ କରିବା ଆବଶ୍ୟକତା ରହିଛି। କାରଣ ମୋ ପ୍ରିୟ ମାନେ, ପ୍ରେରିତ ପାଉଲ କହୁଛନ୍ତି, ଯଦି ମୋର ପ୍ରେମ ନଥାଏ ମୁଁ ଶବ୍ଦକାରୀ ଘଣ୍ଟା ସ୍ୱରୂପ ଏବଂ ଝମଝମ କରତାଳ ସ୍ୱରୂପ ହେଇଅଛି। ଫମ୍ପା ମାଠିଆ ବହୁତ ସାଉଣ୍ଡ କରିଥାଏ। ଫମ୍ପା ମାଠିଆରେ ଯଦି ପାଣି ଥାଏ ତାର ସାଉଣ୍ଡ ଆଉ ଗୋଟେ ପ୍ରକାର ଥାଏ, କିନ୍ତୁ ଫମ୍ପା ମାଠିଆ ଯଦି ମାଠିଆରେ ପାଣି ଥାଏ ତାର ସାଉଣ୍ଡ ଗୋଟେ ଡିଫରେଣ୍ଟ ଥାଏ। ଯଦି ମାଠିଆ ପମ୍ପା ଥାଏ ତାର ସାଉଣ୍ଡ ଆଉ ଗୋଟେ ପ୍ରକାର ଥାଏ। ମୋ ପ୍ରିୟ ମାନେ, ବାସ୍ତବରେ କଣ ମୁଁ ପ୍ରେମରେ ବଢୁଛି? ଆମେ 13:2 ବି ପଢିବା, କି ଜଣେ ସାହାଯ୍ୟ କରିବେ? 13:2, ପ୍ରଥମ କରନ୍ତୀୟ 13:2। ଯଦି ମୋର ଭାବବାଣୀ କହିବାର ଶକ୍ତି ଥାଏ ଏବଂ ମୁଁ ସମସ୍ତ ନିଗୁଡ ତତ୍ତ୍ୱ ଓ ସମସ୍ତ ଜ୍ଞାନରେ ପାରଦର୍ଶୀ ହୋଇଥାଏ, ପୁଣି ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଥାଏ, କିନ୍ତୁ ମୋର ପ୍ରେମ ନଥାଏ, ତେବେ ମୁଁ କିଛି ନୁହେଁ। ମୋ ଭାବବାଣୀ କହିବାର ମୋର ଶକ୍ତି, ମୁଁ ଟିକେ ନୋଟ କରୁଛି କି ପ୍ରଭୁ ଯେତେବେଳକୁ ଆମମାନଙ୍କୁ ଗିଫ୍ଟ ସହିତ ବ୍ୟବହାର କରୁଛନ୍ତି, ଭାବବାଣୀ କହିବାର ଶକ୍ତି, ଆତ୍ମା ଚିହ୍ନିବାର ଶକ୍ତି, ପର୍ବତକୁ ସ୍ଥାନାନ୍ତରିତ କରିଦେବାର ବିଶ୍ୱାସ। କେଡ଼େ ବଡ଼ ବିଶ୍ୱାସ! ପର୍ବତକୁ ସ୍ଥାନାନ୍ତରିତ କରିବା ବିଶ୍ୱାସ ଯେତେବେଳକୁ ଆସୁଛି, ଧୀରେ ଧୀରେ ଗୋଟେ ବିଷୟ ଏଣ୍ଟ୍ରି କରୁଛି। ସେଟା କିଏ ନୋଟ କରୁନାହାନ୍ତି? ଓ ଆଇ ଏମ୍ ଦ ପ୍ରଫେଟେସ୍, ମୁଁ ଏମିତି, ମୁଁ ସେମିତି, ମୋର ଏମିତି ଚାଲିଛି, ମୋର ସେମିତି ଚାଲିଛି, I am so and so। ମତେ କିଏ ଜାଣିନାହାନ୍ତି, ମତେ ସବୁ ଜାଣିଛନ୍ତି। ଗର୍ବ ଆମମାନଙ୍କର ଜୀବନକୁ ଭାଙ୍ଗିଦେବ। ପ୍ରେମରେ ଆମେ ଆଚରଣ କରିବା। ହଁ ପ୍ରଭୁ ମତେ ସାହାଯ୍ୟ କଲେ, ମୁଁ ଆତ୍ମା ଚିହ୍ନିବା ଦାନ ପାଇଲି। ହଁ, ହିଲିଂ ମୋ ଦ୍ୱାରା ହେଉଛି। ହଁ, ମୋ ପ୍ରାର୍ଥନା ଶୁଣା ଯାଉଛି। ମୁଁ ଅନେକ ପ୍ରଭୁଙ୍କର ଦାସ ମାନଙ୍କ ସହିତ କଥା କହିଛି, କିନ୍ତୁ ମୁଁ ବାରି ପାରିଛି ଅଳ୍ପ ଟିକେ ଯେ ପ୍ରେମ କାହିଁ? ପ୍ରେମ ନାହିଁ। କୁଆଡେ ଗଲା ପ୍ରେମ? ପ୍ରେମ ନାହିଁ। କୁଆଡେ ଗଲା ସେଇ ଉତ୍ସାହିତ ନାହିଁ? କାହିଁକି ନା ପ୍ରଭୁ ମତେ ବ୍ୟବହାର କରୁଛନ୍ତି। and I'm so and so। ମୁଁ ଅମକ ଲୋକ ଅଟେ। Praise the Lord। ମୋର ବିଶ୍ୱାସ ବଢୁଛି, ମୁଁ ସ୍ଥାନାନ୍ତରିତ କରିପାରୁଛି ଗୋଟେ ବିଷୟକୁ। ମୋର ପ୍ରାର୍ଥନା ମାଉଣ୍ଟେନ ମୁଭ ହେଇଯାଉଛି। ମୋର ପ୍ରାର୍ଥନାରେ କ୍ୟାନ୍ସର ଚାଲି ଯାଉଛି। ମୋର ପ୍ରାର୍ଥନାରେ ଡାଇବେଟିସ୍ ଚାଲି ଯାଉଛି, ନର୍ମାଲ ହେଇଯାଉଛି, ଆଉ ବିପି ନର୍ମାଲ ହେଇଯାଉଛି, ଅଶାନ୍ତ ବାତାବରଣ ଠିକ ହେଇଯାଉଛି। କିନ୍ତୁ ମୋର ପାଖରେ ଯଦି ପ୍ରେମ ନାହିଁ, ଟିକେ ଶୁଣିବା, ଧ୍ୟାନ ଦେଇ ଶୁଣିବା। ମୁଁ ଯେଡେ ବଡ ବି ହେଇଥାଇପାରେ, ମୁଁ ଯାହା ବି ହେଇଥାଇପାରେ, ମୁଁ 15 ଥର ବାଇବଲ ବି ପଢିଥାଇପାରେ, ମୁଁ ଗୋଟେ ବହୁତ ଆକ୍ଟିଭ ମେମ୍ବର ଥାଇପାରେ, ଗୁଗଲ ମିଟ ରେ, ଜୁମ ରେ, ମୋର ଜୁମ ପ୍ଲାଟଫର୍ମ ରେ ଅନେକ ଲୋକ ଜଡିତ ହୁଅନ୍ତି, ଯାହା ବି ହୁଅନ୍ତି, ଯଦି ମୋ ପାଖରେ ଖ୍ରୀଷ୍ଟଙ୍କ ପ୍ରେମ ନାହିଁ, ତାହେଲେ ମୁଁ କିଛି ହିଁ ନାହିଁ। ହାଲେଲୁୟା। ମୋ ପ୍ରିୟ ମାନେ, ପୁଣି ଯଦି ମୁଁ ଦରିଦ୍ର ମାନଙ୍କୁ ଭଜନ କରିବା ନିମନ୍ତେ ମୋର ସର୍ବସ୍ୱ ବିତରଣ କରେ, ପୁଣି ଯଦି ମୁଁ ମୋର ଶରୀରକୁ ଦଗ୍ଧ ହେବା ନିମନ୍ତେ ସମର୍ପଣ କରେ, କିନ୍ତୁ ମୋର ପ୍ରେମ ନଥାଏ, ତେବେ ମୋର କିଛି ଲାଭ ନାହିଁ। ମୋର ପ୍ରେମ ଯଦି ନଥାଏ, ମୋର କିଛି ଲାଭ ନାହିଁ। ମୂଳ ବିଷୟ ହେଉଛି ପ୍ରେମ। ପରମେଶ୍ୱର କହନ୍ତି, ହଁ ମୁଁ ତୁମକୁ ବ୍ୟବହାର କରିବି, କିନ୍ତୁ ତୁମେ ମୋ ପରି ଆଚରଣ କର।
हाँ मैं तुमको लीड करी नेतृत्व देवी मो परी आचरण कर हाँ मैं तुमको ब्लेस करी मो परी आचरण कर हाँ मैं तुमको उठेबी मो परी आचरण कर हालेलुया कारण से आम मान को प्रेम कर गोटे वाक्य मैंने पढ़ा जाके लिखाई रोमियो 5:8 रोमियो 5:8 कि जो पढ़िया साहाଯ୍य कर किंतु आम्भे माने पापी थिबा समय रे सुधा कृष्ण जे आम्भ मानक निमंते मृत्युभोग कले सेथिरे ईश्वर आम्भ मानक प्रति अपना प्रेम स्व प्रमाण करूछन्ते आमे माने पापी थिबा समय रे उपयुक्त समय रे से आम मानकर निमंते मृत्युवरण कले किए मानकर परम बंधु प्रिय माने जे निजर प्राण को भी दे दिए निस्वार्थपर प्रेम अनकंडीशन लव हालेलुया सैक्रिफिशियली लव बोली कहले त्याग ठीक अछि त्याग करदेबा सब विषय को त्याग करबा मोर प्रभु जीशु समस्त विषय को त्याग कले हाँ मो प्रिय भौणी तुम पाई हाँ मो प्रिय भाई तुम पाई मो पाई से निज को उत्सर्ग कले से त्याग कले ग्रेट बलिदान देले a great sacrifice ever been done in the human times praise the Lord ei मनुष्य मान को मध्यरे किए केबे एमितिया प्रेम करी नाही ताहाकर प्रेम अनकंडीशनल प्रेम चूड़ांत प्रेम महान प्रेम सैक्रिफिशियल लव आउते आम पाई सब विषय त्याग कले से ईश्वर रूपी हेले है निज को मनुष्य परी रखिले एवं मो प्रिय माने हाँ मो प्रिय माने आपण मन को प्रेम कले एवं निज को त्याग कले मो प्रिय माने से त्यागर जीवन आम पाखरे अछि कि तांग परी प्रेम तांग परी श्रद्धा तांग परी त्याग मो जीवन अछि कि ख्रीष्टीय जीवन एक प्रेम रो जीवन अटे ख्रीष्टीय जीवन एक त्यागर जीवन अटे हालेलुया राखाबा संतारे प्रेज द लॉर्ड से हम मान को प्रेम कले व्हाई से को पाए मन को प्रेम कले ए बाकी आज हमको कौन कहू अछि ताकि आमे माने अन्य को प्रेम करिबा प्रेम मुखर शब्द हुए नहीं हाँ मु तुमको तुम पे प्रार्थना करी हाँ मु ये करी से करी ठीक अच्छी किंतु प्रैक्टिकल कौन करी what shall I do practically for you sister brother tell me मो द्वारा जहा किछि हेबो मु करिबी praise the Lord कौन ए शब्द मन को जीवन में बाहर अछि कि I will do what I have मो पाखे जहा भी अच्छी मो तद्वारा तुमको साहाଯ୍य करी कथारे नुहे कर्म रे करी हालेलुया प्रेज द लॉर्ड इज वेरी कॉमन आमे बहुत कॉमन आमे यूज करछु दैट शुड बी आमे यूज करबा कथा भी किंतु प्रेम मध्य करबा को पड़िबो प्रेज द लॉर्ड हालेलुया आ ଗୋଟେ ବାକ୍ୟ ମଧ୍ୟ ଆମେ ପଢିବା ରୋମିଓ 10:45 ସॉरी ମାର୍କ 10:45 ମାର୍କ 10:45 ପଢିବା कारण पुत्र मध्य सेवा पाइबाकू आसी नाहंती मात्र सेवा करिबाकू ओ अनेकक निमंते मुक्तिर मूल्य स्वरूपे अपना प्राण देबाकू आसी अछंती सेवा पाइबा पाई नहीं सेवा करिबा को आसी अछन the great things should happen in our life हम जीवन गोटे महान विषय हेबार अछि आ ताहा होछि सेवक सेविका मिनिस्टर्स अर्थ सेवक सेवा करिबा पाई नॉट अ फेक मिनिस्टर गोटे फेक मिनिस्टर नहीं जे कि आसी मो एमिति करबी सेमति कर देबे एमिति कर देबे सेमति कर देबे मो ये कर देबे मो सेया कर देबे किंतु करिबे नाही मो प्रिय माने
पहली चरण में नेता लोग आते हैं, चरण में गिर जाते हैं, और दूसरी चरण में हम लोग जाके उनके चरण में गिर जाते हैं। यही होता है पॉलिटिकल नेता मानकर कार्य, पहला चरण और दूसरा चरण। किंतु मो प्रिय मने आम मान को प्रभु आज कौन कहते, कौन करने कहते, आम माने सेवक हेबा, आमे सेवा करिबा पारु पर्यंत। आज प्रभु को पचारिबा जे प्रभु मते तुमे साहाय्य करो, मु आउ अन्य को साहाय्य करिबी। हेल्प मी लॉर्ड सो दैट आई कैन हेल्प अदर्स, ब्लेस मी लॉर्ड सो दैट आई कैन ब्लेस अदर्स। प्रेज द लॉर्ड। मते आशीर्वाद करो, अन्य को आशीर्वाद करिया पाई। आज कोन हमने प्रार्थना करिया जे प्रभु आज मते देखाओ मु काहा को गोटे साहाय्य करिया पाई चाहूचे, आई वांट टू हेल्प समबडी, मु काहा को गोटे प्रेम देखेबा पाई चाहूचे, तुमरे निस्वार्थ प्रेम मु देखेबा पाई चाहूचे, मु काहा गोटे के साहाय्य करिबी, मु काहार जीवन रो गोटे आशीर्वाद आनी देबी। प्रेज द लॉर्ड, हालेलुया। We display and declare Christ in this world by loving God and loving others. हमने परमेश्वर को प्रेम करने द्वारा, अन्य मान को प्रेम करने द्वारा ख्रीष्ट जीशु को एक जगत रे हम माने डिस्प्ले करूछु, हम माने देखाउछु, प्रकट करूछु। Christ love should be visible to others. Praise the Lord. ख्रीष्ट को प्रेम मो जीवन रे लोक माने देखिबा पई चाहती। They are eagerly waiting. से माने आतुर भावरे जगे छंती जे आमान को जीवन रे ख्रीष्ट को देखिबा पाई। Praise the Lord. कोन मो जीवन रे ख्रीष्ट प्रकट हेव छंती कि मो केमिति जिसु को कहि, जिसु को विषय रे कहिबी। मो प्रेम रे आजिकली कहिबारे मध्ये रोक लागि जाईछि। You cannot share about the religious. लोको माने भटकी जाउछंती, but you can show Christ. If you can't speak, you can show Christ. ख्रीष्टन को हमने देखि पारिबा। प्रभु आज ए दिन हमन को सहाय्य करंतु जे एटलीस्ट जणे दुई जण हमन को भितर ख्रीष्टन को देखंतु। हमन को कथारे देखंतु, हमन को आचरण देखंतु, अपन को चाली चलन रे देखंतु, आचार व्यवहार रे देखंतु, मात्र कृष्ण को मो जीवन रे देखंतु। हालेलुया। तांकर जति जेपरि हमन को जीवन रे प्रकट हबो, लोक माने हमन को जीवन को देखिबे। हालेलुया। सवारी खमानास्ते एवं परमेश्वर को महिमा कीर्तन करिवे, पचारिबे हु आर यू, यू आर सो काइंड, तुम एते दयालु, तुम एते भलो, तुम कथारे एते प्रेम, मु के जे मते तुम एते साहाय्य कलो, मो जीवन धन्य होइछि तुम सहित तुमको पाई। किए तुमे तापर हमने कहि परिबा मु जिसुंकर छुआ। I'm the child of God, I'm born of God, that's why सेति पई ए आचरण रे मु बंचुछि। मो प्रिय माने आओ, मो प्रिय माने गोटे नूतन आज्ञा प्रभु मान को देले जे तुमे माने मते प्रेम करो आ अन्य मान को मध्य प्रेम करो। जहन 13 रे माने देखि परिबा परे आपण माने घरे पढंतो। किंतु आजि मु किछटा फटाफट किछटा मु लिस्ट देवा पे चाहूछि कि लिस्ट जे हाउ टू लव अदर्स। आमे अन्य मान को कि प्रकार प्रेम करिबा, कृष्ण को प्रेम कि प्रकार भावरे मन को जीवन रे सिद्ध हबो। कृष्ण को प्रेम इज अ फंडामेंटली डॉक्ट्रिन बा फाउंडेशन डॉक्ट्रिन इन क्रिश्चियन लाइफ। प्रेज द लॉर्ड। ख्रीष्ट जीवन रे आ एहा ए शिक्षा महत्वपूर्ण अछि। तेणु आसु हमने आगु को बढ़िबा। प्रथम पॉइंट मो रखिछि लव अदर by what? Love other by encouraging them. Praise the Lord. उत्साह करिबा प्रेम। Praise the Lord. प्रेम उत्साह देई थाए। मो केते जन को उत्साह देली, विश्वासी मान को तो उत्साह दोछे ठीक अछि, किंतु विजातीय मान को केते जन को मो उत्साहित देली। Praise the Lord. कि प्रकार भावरे से माने मो जीवन ठारू उत्साहित पाइले। Praise the Lord. Hallelujah. We should encourage
each other. जाति हुंतु बेजाति हुंतु, I should encourage. तुम्हें भला ही जीवो भाई, मु तुम भाई प्रार्थना करी, तुम्हें आओ भला लागुछ, तुम्हारा देह सुधरी जाइछि, हालेलुया, तुम्हें भला देखा जाउछ, किछि चिंता करो नहीं, सब विषय हे जीवो, ठीक हे जीवो, हालेलुया. A Christian life is an encouraging life. उत्साहर जीवन, praise the Lord, हालेलुया. मो प्रिय ने एवरी 10 तार 24 और 25 हमने देखिबा, एवरी 10 तार 24 और 25. पुणी प्रेम और सत्क्रिया रे प्रवर्ताइबा निमंते परस्पर विषय रे मनोयोग करो. आउ केही केही जेपरि आम्भ मानको मंडली उपासना परित्याग करिथांते, आम्भे माने सेपरि न करो, बरं परस्पर को उत्साह करिबा विशेष भावरे जेतेबेले तुम्हे माने प्रभु को आगमनर दिन निकटवर्ती हुई आसुअछन्ति बोली देखुअछ. Praise the Lord, hallelujah. से शीघ्र आसुअछन्ति, तांकर आगमन शीघ्र हेउछि. से अपना लोक मान को काढिबा पय आसुअछन्ति. गरे महान विषय स्थान पाइबो रैप्चर, आ से रैप्चर रे हमने समस्त मध्य आकाश को नीत हेबा. एहा होछि मानकर आशा भरोसा. किंतु एति पूर्वरु मो तांकर दान सहित कौन करुछि, मो जीवन सहित मु कौन करुछि, मु परस्पर प्रति प्रेम रखिछि कि नाही, मु उत्साहित करुछि कि नाही, एहा माने जानिबा आवश्यकता रहिछि. मो प्रिय मंडली, आसु हमने एनकरेज करू, आसु हमने भरोसा दो, कारण भरोसा देवा परमेश्वर आम मानकर जीवन रे अछंती. सेति पे हमने भरोसा देबा, हमने उत्साहित करिबा एवं एहा करिबा द्वारा ख्रीष्ट को हम माने प्रकट करूछु, ख्रीष्ट को प्रेम रे हम माने बढ़ुछु. पॉइंट नंबर 2 मु रखिछि, प्रे फॉर ईच अदर, प्रे फॉर ईच अदर. याकूब 5 तार 16 के जने पढ़िबे, याकूब 5 तार 16, जेम्स 5:16, 5:16. अतएव परस्पर निकटरे अपना अपनार पाप स्वीकार कर, पुणी सुस्थ हेबा निमंते परस्पर पे प्रार्थना कर. धार्मिक व्यक्तिर प्रार्थना अनेक सुस्थ कार्य हेबा निमंते परस्पर निमंते प्रार्थना करो. प्लीज प्रे फॉर अदर्स. प्रेज द लॉर्ड, हालेलुया. मो प्रिय माने हमने प्रार्थना केमति करूछु? स्वार्थपर प्रार्थना. की प्रकार प्रार्थना? स्वार्थपर प्रार्थना, प्रभु मते आशीर्वाद करो, मो स्त्री को आशीर्वाद करो, मो पिलान को आशीर्वाद करो, एटा करो सेटा करो, सब सोला परे हमें का पाए गोटे प्रार्थना. फर्स्ट लव, प्रे फॉर अदर्स. अन्य पाए हमें प्रार्थना करिब. प्रेज द लॉर्ड, हालेलुया. प्रथम अन्य मान पाए, देश पाए, देश मान पाए, विजातीय मान पाए, जो लिस्ट हम पाखरे अछि, जो विजातीय मान पाए हमने कंटिन्यू प्रार्थना करूछु. जो पर्यंत हमने प्रार्थना करिबा नाही से पर्यंत सेमान को हृदय खोलिबो नाही. सेति पे मो प्रिय माने आ प्रभात समय मु गोटे विषय कहबा पे चाहूछि, आपण जहा पे प्रार्थना करिया पे चाहउछथि गोटे लिस्ट बनांतु आ ता पे प्रार्थना करंतु. Pray for each other, then comes your prayer. तापर निज पे प्रार्थना करो. आ निज पे प्रार्थना कले कि न कले मध्य प्रभु तुम प्रार्थना को सक्सेस करिवे. तुम मनरे मध्य भाबिले तुमरो सक्सेस हिजबो, कारण you are the person who pray for others. Praise the Lord. आपण से व्यक्ति होतंती से अन्य पे प्रार्थना करंती. Praise the Lord, hallelujah. Point number 3, act humbly towards other. आओ हमने act करिबा humbly, नम्रता भाबरे अन्य मानकर ठारे हमने आचरण करिबा. Praise the Lord, hallelujah. हमने गोटे वाक्य पढिबा एपाई कोलोसियो 3 तार 12, कोलोसियो 3 तार 12, Colossians 3:12 पढिबा. अतएव ईश्वरଙ୍କ मनोनीत साधु और प्रिय लोक होई कोमल हृदय, दया, नम्रता, मृदुता और दीर्घ सहिष्णुता परिधान कर. कोमल हृदय, दया, दीर्घ सहिष्णुता परिधान कर. Praise the Lord, hallelujah. मो प्रिय माने act humbly. विजातीय हुंतु, सजाती हुंतु,
ସେ ବି ହୁଅନ୍ତୁ। ଆଜି ଖ୍ରୀଷ୍ଟ ମୋ ମଧ୍ୟରେ କାର୍ଯ୍ୟ କରୁଅଛନ୍ତି। ଆଜି ଈଶ୍ୱରଙ୍କର କାର୍ଯ୍ୟ ମୋ ଜୀବନରେ ଦେଖାଯାଉଛି। ମୁଁ ଅନ୍ୟମାନଙ୍କ ଠାରେ ମୃଦୁତା ଭାବରେ କୋମଳ ଭାବରେ ଆଚରଣ କରିବି, ଦୟାରେ ଆଚରଣ କରିବି, ପ୍ରେମରେ ଆଚରଣ କରିବି, କ୍ୟାରିଂ ରେ ଆଚରଣ କରିବି। କାରଣ ତାଙ୍କର ପ୍ରତିମୂର୍ତ୍ତି ଏବଂ ସାଦୃଶ୍ୟରେ ମୁଁ ନିର୍ମିତ ହୋଇଅଛି। ଯଦି ମୁଁ ଏ ପ୍ରକାର କରୁନାହିଁ ତାହେଲେ ମୁଁ ଗୋଟେ ଫିକା ଖ୍ରୀଷ୍ଟିଆନ ଜୀବନ ଯାପନ କରୁଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୋ ପ୍ରିୟମାନେ, ଆଉ ଆମେ ଦେଖିବା ପଏଣ୍ଟ ନମ୍ବର 4, be humble to each other. Be humble to each other or one another. Praise the Lord. Ephesians 4 ତାର 2-3 ଆମେ ପଢିବା। Ephesians 4 ତାର 2-3। ଅର୍ଥାତ୍ ସର୍ବ ପ୍ରକାର ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣୁତା ଓ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ। ଶାନ୍ତି ରୂପ ବନ୍ଧନରେ ବାନ୍ଧି ହୋଇ ଆତ୍ମାଙ୍କୁ ଐକ୍ୟ ରକ୍ଷା କରିବା ନିମନ୍ତେ ଯତ୍ନବାନ ହୁଅ। Praise the Lord. ଅର୍ଥାତ୍ ସର୍ବ ପ୍ରକାର ନମ୍ରତା। କେତେ ପ୍ରକାର ନମ୍ରତା ପ୍ରିୟ ମଣ୍ଡଳୀ? ସର୍ବ ପ୍ରକାର ନମ୍ରତା। Not one humbleness, not two humbleness, not three humbleness. ଆଉ ସର୍ବ ପ୍ରକାର humble ରେ ବା ନମ୍ରତାରେ, ଆଉ ହାଲେଲୁୟା ବାକ୍ୟ ଲେଖାଯାଇଛି। ଅର୍ଥାତ୍ ସର୍ବ ପ୍ରକାର ନମ୍ରତା, ମୃଦୁତା ଓ ଦୀର୍ଘ ସହିଷ୍ଣୁତା ସହ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ। ପ୍ରେମରେ, ହାଲେଲୁୟା, ସର୍ବ ପ୍ରକାର ନମ୍ରତାରେ, ହାଲେଲୁୟା। ଆଜି ଏକ ବିଶେଷ ନମ୍ରତା ଖ୍ରୀଷ୍ଟିଆନ ଜୀବନରେ ଦେଖାଯିବା ଆବଶ୍ୟକତା ରହିଛି। I am humble because my God is humble. ମୋର ଯୀଶୁ ସେ ନମ୍ର ଥିଲେ। ସେ ଚାହିଁଥିଲେ ଅନେକ ଦୂତ, ଅୟୁତ ଦୂତ ଆସି ଆଉ ତାଙ୍କର ଶତ୍ରୁ ମାନଙ୍କୁ ମାରି ଦେଇଥାନ୍ତେ। ଗୋଟିଏ ଦୂତ କାଫି। ପୃଥିବୀରେ ଯଦି ପ୍ରଚାର କରିବେ ଗୋଟେ ଦୂତ କାଫି, ସାରା ୱର୍ଲ୍ଡ ପରିବର୍ତ୍ତନ ହେଇଯିବ। କିନ୍ତୁ ଏଇ ସୁବର୍ଣ୍ଣ ସୁଯୋଗ ଆମକୁ ଦିଆ ହେଇଛି ଯେହେତୁ ଆମେ ନମ୍ର ହେବା। ଖ୍ରୀଷ୍ଟ ଯେପରି ନମ୍ର, ଆମେ ବି ସେଇ ପ୍ରକାର ନମ୍ରରେ ଆଚରଣ କରୁ। ଶାନ୍ତି ରୂପ କଟିବନ୍ଧନ ଆତ୍ମାଙ୍କର ଐକ୍ୟ ରକ୍ଷା କରିବା ନିମନ୍ତେ ଯତ୍ନଶୀଳ ହେଉ। Hallelujah. Let us be careful about our faith life. Let us be careful about a Christian walk with God. ଆଉ ପରମେଶ୍ୱରଙ୍କ ଠାରେ ଆମଙ୍କ ଜୀବନ ଯାପନ କି ପ୍ରକାର ଚାଲିଅଛି ସେଥିପାଇଁ ମାନେ ଯତ୍ନବାନ ହେବା ମୋ ପ୍ରିୟ ମାନେ। Hallelujah. ସେଥିପାଇଁ be humble to others. Be humble to one another, each other. ଆମମାନେ ନମ୍ର ହେବା ଏବଂ ପରିବାରରେ ଖାଲି ନମ୍ର ନୁହେଁ, ବାହାରେ ମଧ୍ୟ ଆମେ ନମ୍ର ହେବା। Praise the Lord. Hallelujah. Point number 5. Hallelujah. Point number 5. So love with forgiveness. ଆଉ ଆମମାନଙ୍କର ପ୍ରେମକୁ କ୍ଷମା ଦ୍ୱାରା ମାନେ ଦେଖେଇବା। It's okay କହିବା ପାଇଁ ଶିଖିବା। ଓକେ ଚଳିବ କହିବା ପାଇଁ ଶିଖିବା। ଯେଡ଼େ ବଡ଼ ବାଧା ଆସୁଛି, ଯେଡ଼େ ବଡ଼ ବିଘ୍ନ ଆସୁଛି। ଗତ ଦିନ ମାନଙ୍କରେ ମୋ ଜୀବନରେ ଗୋଟେ ବଡ଼ ଅଫେଣ୍ଡ ହେଲା। ଗୋଟେ ଲୋକ ବିନା କାରଣରେ ମତେ ଅନାପ କହିଥିଲେ ଚର୍ଚ୍ଚରେ। ଆଉ ତାପରେ ସମସ୍ତେ ଭାବିଲେ ଆଜି ପାଷ୍ଟର ତାଙ୍କୁ ଛାଡିବେ ନାହିଁ, ଆଜି ପାଷ୍ଟର ସମସ୍ତଙ୍କ ଆଗରେ କହିଦେବେ। କିନ୍ତୁ ମୁଁ ବଢେଇ ଚଢେଇ କିଛି କହୁନି। ପ୍ରଭୁ ମତେ କ୍ଷମା କରନ୍ତୁ, ମୁଁ ବୁଝେଇବା ପାଇଁ ଆଉ କହିବା ପାଇଁ କହୁଛି। ମୁଁ ତାଙ୍କୁ ଯାଇ ମିଶିଲି, ଆଉ ଆଜି ଯାଇ ମୁଁ ତାଙ୍କୁ ପ୍ରେମ କରୁଛି। Praise the Lord. ମୁଁ ତାଙ୍କୁ ପ୍ରେମ କରୁଛି। ସେ କଣ ପାଇଁ କହିଲେ ମୁଁ ଜାଣିନାହିଁ। That is not my part, but my part is to love him. My part is to forgive him. My part is to make him happy. Praise the Lord. ଆଉ ପ୍ରିୟ ମାନେ, ଆମମାନେ ବାସ୍ତବ ଖ୍ରୀଷ୍ଟିଆନ ଜୀବନ ଯାପନ କରିବା ଏବଂ ଖ୍ରୀଷ୍ଟଙ୍କୁ ଆମେ ପ୍ରକଟ କରିବା। ମୋ ପ୍ରିୟ ମାନେ, ହାଲେଲୁୟା। ଆଉ serve one another. Another point ଆମମାନେ ଦେଖିଗଲୁ ମାର୍କ ଲିଖିତ ସୁସମାଚାର 10:45 ଆମେ ପଢିଗଲୁ ଯେ ସେ ସେବା ପାଇବା ପାଇଁ ନାହିଁ, ସେବା କରିବା ପାଇଁ ଆସିଅଛନ୍ତି। ମୋ ପ୍ରିୟ ମାନେ, ମୁଁ କାହାର ସେବା କରିପାରୁଛି କି? ମୋ ପ୍ରିୟ ମାନେ, ମୁଁ କଣ ସ୍ୱାର୍ଥପର ଖାଲି ମୋ ପରିବାର, କିନ୍ତୁ ମୋ ପ୍ରିୟ ମାନେ, ଆମମାନେ ଖ୍ରୀଷ୍ଟଙ୍କର ସେବା କରିବା। ଖ୍ରୀଷ୍ଟଙ୍କର ସେବା ଅର୍ଥାତ ଖାଲି ପ୍ରଚାର କରିବା ତାହା ନୁହେଁ, ଖାଲି ପ୍ରାର୍ଥନା କରିବା ତାହା ନୁହେଁ, କିନ୍ତୁ ସେବା ଅର୍ଥାତ
এই ଥଣ୍ଡା ଦିନ ମାନଙ୍କରେ ଆମେ କିଛି ସାହାଯ୍ୟ କରିବା, ଆମେ ଗରିବ ମାନଙ୍କ ପାଇଁ କିଛି କରିବା, ଆମେ ଆମଙ୍କର ପ୍ରତିବାସୀ ପାଇଁ ଆମେ କିଛି କରିବା, ଆମଙ୍କ ପ୍ରେମକୁ ଆମେ ପ୍ରକାଶ କରିବା। ଆଉ ଏ ପୃଥିବୀ ଜାଣୁ ଯେ ଆମେ ଯୀଶୁଙ୍କର ଦେଖି ଆମ ପ୍ରେମ, ଏ ଜଗତ ଜାଣୁ ଯେ ଆମେ ଯୀଶୁଙ୍କର ଆମ ପ୍ରିୟ ମାନେ ମୁଁ କହିବା ପାଇଁ ଚାହୁଁଛି ଆଜିର ଏ ବାକ୍ୟ ଆଜି ଆମମାନଙ୍କୁ କଥା କହୁଛି ଯେ ମୁଁ କି ପ୍ରକାର ଭାବରେ ମୋର ପ୍ରେମ ମୁଁ ଅନ୍ୟମାନଙ୍କୁ ଦେଖୁଛି, କି ପ୍ରକାର ଭାବରେ ଖ୍ରୀଷ୍ଟଙ୍କୁ ମୋ ଜୀବନରୁ ମୁଁ ଦେଖାଉଅଛି ମୋ ପ୍ରିୟ ମାନେ। ହାଲେଲୁୟା। ପ୍ରାଇଡ ଆମ ଜୀବନରେ ଆଇଲେ ଆମେ ନମ୍ରତା ହେଇପାରିବା ନାହିଁ। ପ୍ରାଇଡ ଆମ ଜୀବନରେ ଆଇଲେ ଆମେ ପ୍ରେମରେ ଫ୍ଲୋ ହେଇପାରିବା ନାହିଁ। ତେଣୁ ଆସୁ ମୋ ପ୍ରିୟ ମାନେ, ଯୋଉ ବିଷୟ ଆମମାନଙ୍କର ଜୀବନକୁ ଛାର ଖାର କରିଦଉଛି, ଯୋଉ ବିଷୟ ଆମମାନଙ୍କ ଆତ୍ମିକ ଜୀବନକୁ ତଳେ ପକେଇ ଦଉଛି, ସେଇ ବିଷୟକୁ ଆମେ ସୁଯୋଗ ଦେବା ନାହିଁ, କିନ୍ତୁ ଆମେ ପ୍ରେମରେ ଆଚରଣ କରିବା। ଏହା ଈଶ୍ୱରଙ୍କର ଇଚ୍ଛା ଅଟେ। ଆଉ ଯେତେବେଳକୁ ଆମେ ପ୍ରେମରେ ଆଚରଣ କରିବା, the love should spread like a fire। ଅଗ୍ନି ଯେପରି ଗୋଟେ ମାଚିସ୍ ବା ଗୋଟେ ମାଚିସ୍ର ଅଗ୍ନିରେ ସାରା ଜଙ୍ଗଲ ପୋଡିଯାଏ, ପୋଡେ କି ନାହିଁ? yes or no? thumbs up ଗୋଟେ ଦେଖାଅ। ସେୟାର କର। ହାଲେଲୁୟା। ମୋ ପ୍ରିୟ ମାନେ, ଗୋଟେ ଛୋଟ ଅଙ୍ଗାର, ଗୋଟେ ଛୋଟ ଅଗ୍ନି ସାରା ଜଙ୍ଗଲକୁ ପୋଡେଇ ଦେଇଥାଏ। ନା ଟୁଡେ ପରମେଶ୍ୱର ଆଜି ଆମକୁ ଡାକି ଅଛନ୍ତି, କଣ ପାଇଁ ଡାକି ଅଛନ୍ତି? that we should spread love like a fire। ହାଲେଲୁୟା। ମୁଁ ଅଗ୍ନି ପରି ପ୍ରେମକୁ ସ୍ପ୍ରେଡ କରିବି, ଯୁଆଡେ ଯିବି ପ୍ରେମ ସ୍ପ୍ରେଡ କରିବି, ମୁଁ ମାର୍କେଟରେ ଯିବି ପ୍ରେମ ସ୍ପ୍ରେଡ କରିବି, ମୁଁ ମୋର କାର୍ଯ୍ୟ କ୍ଷେତ୍ରରେ, ମୋର କଲେଜରେ, ମୋର ସ୍କୁଲରେ, ମୋର କରୁଥିବା କାମ କରୁଥିବା କାରଖାନାରେ ମୁଁ ପ୍ରେମକୁ ସ୍ପ୍ରେଡ କରିବି। let the people know। ହାଲେଲୁୟା। ମୋ ପ୍ରିୟ ମାନେ, ମୁଁ କହିବା ପାଇଁ ଚାହୁଁଛି ଆଜି ଖ୍ରୀଷ୍ଟଙ୍କର ପ୍ରେମ ଏ ଜଗତ ପାଇଁ ଆବଶ୍ୟକତା ଅଛି। ଖ୍ରୀଷ୍ଟଙ୍କର ପ୍ରେମ ଅନେକ ପାପକୁ ଢାଙ୍କି ଦେଇଥାଏ। ଖ୍ରୀଷ୍ଟଙ୍କର ପ୍ରେମ ଅନେକ ଭାଙ୍ଗିବା ପରିବାରକୁ ଯୋଡି ଦେଇଥାଏ। ଖ୍ରୀଷ୍ଟଙ୍କର ପ୍ରେମ ଆମ ମାନଙ୍କର ଅସୁସ୍ଥ ଜୀବନକୁ ସୁସ୍ଥତା ଦେଇଥାଏ। ଖ୍ରୀଷ୍ଟଙ୍କର ପ୍ରେମରେ ଏତେ ଶକ୍ତି ଅଛି, ଯେତେବେଳେ ଆମେ ଏନକରେଜ କରିବା, ଗୋଟେ ଭାଙ୍ଗି ଯାଇଥିବା ଲୋକ ପୁନର୍ଗଠନ ହେବ, ଗୋଟେ ସୁସାଇଡ କରିବାକୁ ଯିବା ଲୋକ ସେ ତାର ନିଷ୍ପତ୍ତି ବଦଳେଇ ଦେବ। ଗୋଟେ ପରିବାରରେ କଳି ଝଗଡା ଚାଲୁଥିବା ଆଉ ସମୟରେ ଆଉ ପ୍ରେମ କଣ କରିବ? ସେମାନଙ୍କୁ ବାନ୍ଧି ଦେବ। ହାଲେଲୁୟା। ମୋ ପ୍ରିୟ ମାନେ, ବାସ୍ତବରେ ଆଜି let us led by the love of God। ପରମେଶ୍ୱରଙ୍କ ପ୍ରେମରେ ଆମମାନେ ଆଜି କାର୍ଯ୍ୟ କରିବା। ମୋ ଜୀବନରେ ନିଃସ୍ୱାର୍ଥପର ପ୍ରେମ ଥାଉ। ମୋ ଜୀବନ କାହାକୁ ସାହାଯ୍ୟ କରିବା ପାଇଁ କାତର ନ ହଉ। ମୁଁ ଥଣ୍ଡା ଯେପରି ନ ପଡିବି, ପ୍ରଭୁ ତୁ ମତେ ଦୟା କର। ଖାଲି ଆତ୍ମିକ ଦାନରେ ନୁହେଁ, କିନ୍ତୁ ଶାରୀରିକ ଭାବରେ ମଧ୍ୟ ଯେପରି ଲୋକମାନେ ଜାଣିବେ ଯେ ଏଇ ବ୍ୟକ୍ତି ଯୀଶୁଙ୍କୁ ପ୍ରେମ କରେ, ଏଇ ବ୍ୟକ୍ତି ଯୀଶୁଙ୍କୁ ଜାଣିଛି। ସେଥିପାଇଁ ତା ମଧ୍ୟରେ ଏତେ ପ୍ରେମ, ଏତେ ଶ୍ରଦ୍ଧା, ଦୟା, kindness, meekness। we are the peace maker, not a peace breaker। ଆମେ peace maker ଅଛୁ, ମାତ୍ର breaker ନୁହଁ। ଆସ ସମସ୍ତେ ଅଳ୍ପ ସମୟ ଚକ୍ଷୁ ବନ୍ଦ କରିବା। ମୋର ସମୟ ଅଲମୋଷ୍ଟ ହେଇ ସାରିଛି। ହାଲେଲୁୟା। Satya makati arakama iradosti keka leheno soti masia tarebo। Lord, ପ୍ରଭୁ ତୁମେ ଆମ ମାନଙ୍କୁ ମନୋନୀତ କରିଅଛ ତୁମରି ପ୍ରେମରେ ଅନ୍ୟ ମାନଙ୍କୁ ପ୍ରେମ କରିବା ପାଇଁ, ତୁମରି ଆଚରଣରେ ଅନ୍ୟ ମାନଙ୍କର ନିମନ୍ତେ ଆଚରଣ କରିବା ପାଇଁ। ପ୍ରଭୁ ମୋର କାର୍ଯ୍ୟ ତୁମରି ପରି ହଉ, ମୋର ଆଚରଣ ତୁମରି ପରି ହେଉ, ମୋର ବ୍ୟବହାର ତୁମ ପରି ହେଉ। ଯେହେତୁ ପ୍ରଭୁ ଏଇ ଦହଲ ପଙ୍କରେ, ଏଇ ଜଗତରେ, ଏଇ ଅନ୍ଧକାରମୟ ଜଗତରେ, ଏଇ ଦୁଷ୍ଟତାର ଜଗତରେ, ଏଇ କରପସନର ଜଗତରେ, ପାପରେ ଲିପ୍ତ ଥିବା ଜଗତରେ ଏକ ଜ୍ୟୋତି ଭାବରେ ତୁମେ ମତେ ସ୍ଥାପିତ କରିଅଛ। ହାଲେଲୁୟା। ଏବଂ ବାଇବଲରେ ତୁମେ କହୁଅଛ, ପର୍ବତ ଉପରେ ସ୍ଥାପିତ ନଗର କେବେ ଗୁପ୍ତ ହେଇ ରହି ନ ପାରେ। ଏବଂ ମୋ ପ୍ରିୟ ମାନେ,
से आम मान को पर्वत उपरे स्थापित करियछंती जो द्वारा लोक माने आम मान को जीवन ज्योति को देखिबे ओ लोक माने दीप जाली मान तले रखंती नाही मात्र दीप रुखा उपरे रखंती से प्रकार भाव रे हां प्रभु आपण मान को एवं मते दीप रखा उपरे बा सठिक जगह रे रखियछंती मो प्रेम रे हालेलुया कोन प्रेम हमने परित्याग करिछु की कोन दया हमने परित्याग करिछु की कोन गर्व हमन को जीवन को पतित करूछि की मो प्रेम रे हालेलुया ओ हालेलुया अल्प समय हमने विवेचना करिबा अल्प समय हमें निजको समीक्षा करिबा निजको परखिबा हां मो ख्रीष्टन को द्वारा जात मो ईश्वर को द्वारा जात मो जगत द्वारा जात नुहे हे प्रभु तुम्हारी प्रेम मो जीवन में प्रकट हो हे प्रभु तुम्हें जीव जो प्रकार दया देखिल से दया मो जीवन प्रकट है प्रभु हाँ प्रभु धन्यवाद हो पिता परमेश्वर हालेलुया नाज तो यीशु ख्रीष्ट का नाम रे वो प्रार्थना करे प्रभु तुम्हारी प्रेममय आत्मा तुम हमन को दियो पिता परमेश्वर गोटे खळ परि प्रेम नुहे गोटे खळ परि जीवन नुहे किंतु वास्तव प्रैक्टिकल लव प्रैक्टिकली प्रभु काम करिया पे तुम मते एवं प्रभु हम समस्त को सहायता करो धन्यवाद दौच पिता परमेश्वर प्रभु आज एवठू हम माने तुमरी प्रेम रे तुमरी ज्योति रे तुमरी आचरण रे तुमरी क्षमा देवा आत्मा रे हमने जो बढ़ी को तुम सहायता करो उपस्थित समस्त को मो यीशु के नाम रे ब्लेस करो एक प्रैक्टिकल क्रिश्चियन लाइफ लीड करिया महिमा संभ्रम हमें सब तुम दौच पिता प्रार्थना यीशु के नाम रे मागु छु स्वर्गस्थ पिता आमेन आमेन प्रभु